ହ୍ୟାଲୋ ସାଙ୍ଗମାନେ, ଆଶା କରୁଛି ସମସ୍ତେ ଭଲରେ ଥିବ। ଆଜି ଆମେ ଟେଷ୍ଟିଂ ଲ୍ୟାମ୍ପ ଗୋଟେ ବନେଇବା। ଘରେ ଆମେ କେମିତି ସେ ଆଇରନ୍ ପେଡ଼ି ହଉ କି ଫ୍ରିଜ୍ ହଉ କି ୱାସିଂ ମେସିନ୍ ହଉ, ଆମେ ଠିକ୍ ଅଛି କେମିତି ଆମେ ଜାଣିବା। ଟେଷ୍ଟିଂ ଲ୍ୟାମ୍ପ ଦ୍ୱାରା ଆମେ ଜାଣିବା। ସେ ଟେଷ୍ଟିଂ ଲ୍ୟାମ୍ପ କେମିତି ତିଆରି ହେବ, ଆଜି ମୁଁ ତା'ର ପ୍ରୋସେସ୍ କହୁଛି। ଗୋଟେ ଟେଷ୍ଟିଂ ଲ୍ୟାମ୍ପ ତିଆରି କରିବା ପାଇଁ ଗୋଟେ ହୋଲ୍ଡର, ଗୋଟେ 2 ପିନ୍ ଆଉ କିଛି ୱାୟାର ଦରକାର। এটা କ'ଣ କରିବେ, ଗୋଟେ ଆଡ଼େ 2 ପିନ୍କୁ କନେକ୍ସନ୍ କରିଦେବେ। ବୁଝିପାରିଲେ? ହେଇଗଲା ପରେ ମଝିରେ এই ଦୁଇଟା ୱାୟାର, ଏଠି ତ ଆପଣ 2 ପିନ୍ କନେକ୍ସନ୍ କରିଦେଲେ। ଏଇଠି ଆପଣ ଯେଉଁ ବି ୱାୟାରକୁ ମଝିରେ କାଟିଦେଇ ହୋଲ୍ଡରକୁ କନେକ୍ସନ୍ କରିଦେବେ। ବୁଝିପାରିଲେ? ହୋଲ୍ଡର କନେକ୍ସନ୍ ହେଇଗଲା ପରେ ଏପଟେ ଆପଣ ଦୁଇଟା ପଏଣ୍ଟକୁ ଯୋଡ଼ିଲେ ଲାଇଟ୍ ଜଳିବ। ଏଇଟାକୁ ଆପଣ କରେଣ୍ଟଟା କନେକ୍ସନ୍ ଦେଇଦେବେ। ଏଠି ଆପଣ ଦୁଇଟା ୱାୟାର ଯୋଡ଼ିବେ, କରେଣ୍ଟ ଜଳିବ। ଆଉ ଟେଷ୍ଟିଂ କେମିତି ହୁଏ ମୁଁ ଦେଖେଇଦେବି। ଏଇଟା ମୁଁ ଟିକେ 2 ପିନ୍ କନେକ୍ସନ୍ କରିକି ଦେଖାଉଛି, ତାପରେ ୱାୟାରକୁ କାଟିକି ହୋଲ୍ଡର ଯୋଡ଼ିବି, ତାପରେ ଟେଷ୍ଟିଂ କରିକି ମୁଁ ଦେଖେଇବି। ଦେଖନ୍ତୁ, ମୁଁ 2 ପିନ୍ଟା କନେକ୍ସନ୍ କରିଦେଲି। 2 ପିନ୍ କନେକ୍ସନ୍ ହେଇଗଲା। ଏବେ ମଝିରେ ଯେଉଁଠି ମଝିରେ ଏଇ ୱାୟାର ବା ଏଇ ୱାୟାର ବି ହେଉ, ଦୁଇଟା ୱାୟାର ଭିତରୁ ଗୋଟେ ୱାୟାରକୁ କାଟିକି ଆମେ ହୋଲ୍ଡର କନେକ୍ସନ୍ କରିବା। ହୋଲ୍ଡର କନେକ୍ସନ୍ କରିସାରିଲା ପରେ ବଲ୍ବ ଦେଇକି ଆମେ ଟେଷ୍ଟ କରିବା। ଦେଖନ୍ତୁ, ଏଇଠି କାଟିଦେବେ, କାଟିଦେଇକି ହୋଲ୍ଡର କନେକ୍ସନ୍ କରିବେ। ମୁଁ ଏଠି କାଟିକି ହୋଲ୍ଡର କନେକ୍ସନ୍ କରିକି ଦେଖାଉଛି। ଦେଖନ୍ତୁ, 2 ପିନ୍ ହେଇଗଲା। ଗୋଟେ ୱାୟାର କାଟିକି ମୁଁ ହୋଲ୍ଡର ବି କନେକ୍ସନ୍ କରିଦେଲି। ଦେଖନ୍ତୁ, ହେଇଗଲା। ଇଆଡ଼େ ଦୁଇଟା ଛିଲିଦେଲେ ଟେଷ୍ଟିଂ ପାଇଁ ହେଇଯିବ। ତାକୁ ଛିଲିଦେବେ, ତାକୁ ବି ଛିଲିଦେବେ। ମୁଁ ଛିଲିକି ଦେଖାଉଛି। ଦେଖନ୍ତୁ ଭାଇ, ଆମର ସିରିଜ୍ କନେକ୍ସନ୍ ଟେଷ୍ଟିଂ ଲ୍ୟାମ୍ପ ତିଆରି ରେଡ଼ି। ପିନ୍ ଏ ବୋର୍ଡ଼ରେ କନେକ୍ସନ୍ ଦେବେ। ତାପରେ ଏ ଦୁଇଟା ୱାୟାରକୁ ଟେଷ୍ଟିଂ କରିବେ। ଦେଖନ୍ତୁ, 100 ୱାଟ୍ର ବଲ୍ବ ଥିଲେ ଟେଷ୍ଟିଂ ପାଇଁ ଭଲ, ମୋ ପାଖରେ ନାହିଁ, ସେଥିପାଇଁ ମୁଁ CFL ବଲ୍ବରେ ଟେଷ୍ଟିଂ କରୁଛି। ଦେଖନ୍ତୁ, এইটা ଡାଇରେକ୍ଟ ବୋର୍ଡ଼ରେ କନେକ୍ସନ୍ ଦେଇଦେବେ। ବୁଝିପାରିଲେ? ଦେଖନ୍ତୁ, ଟେଷ୍ଟିଂ ଲ୍ୟାମ୍ପ ଆମେ ଚେକ୍ କରିବା। ମୁଁ ଗୋଟେ ଆଇରନ୍ ପେଡ଼ି ନେଇଛି, ତାକୁ ଚେକ୍ କରିବା। ଦେଖନ୍ତୁ, ଦୁଇଟା ପ୍ଲଗ୍ରେ ଦୁଇଟା ୱାୟାର ଜଏନ୍ କରିବେ। ଯଦି ଲାଇଟ୍ ଭଲସେ ଜଳିଲା ତାହେଲେ ଭାବିନେ ସେ ଜିନିଷଟା ଠିକ୍ ଅଛି। ଯଦି ଧବଧବ ହେବ କି ଅଧା ଜଳିବ, ସେଇଟା ଖରାପ ଥିବ। ଏମିତି ଆମେ ଟେଷ୍ଟ ଲ୍ୟାମ୍ପ ଦ୍ୱାରା ଜାଣିପାରିବା। ଏଇଟା ଥିଲା ଆମର ଟେଷ୍ଟ ଲ୍ୟାମ୍ପ ବିଷୟରେ ଭିଡ଼ିଓ।